ପ୍ରେଜ୍ ଦ ଲର୍ଡ। ଆସନ୍ତୁ ବର୍ତ୍ତମାନ ସମୟରେ ପବିତ୍ର ଆତ୍ମାଙ୍କର ବିଷୟରେ ଆମେ ଚିନ୍ତା କରିବା। ଜଣେ ଲୋକ କିପରି ଈଶ୍ୱରଙ୍କର ଆତ୍ମା ବା ପବିତ୍ର ଆତ୍ମାକୁ ଗ୍ରହଣ କରିବ। ତେବେ ଏହି ସମୟରେ ଆମେ 7ଟି ବିଷୟ ଚିନ୍ତା କରିବା। ପ୍ରଥମ ବିଷୟ ହେଉଛି ମନ ପରିବର୍ତ୍ତନ, ଦ୍ୱିତୀୟ ହେଉଛି ବାପ୍ତିଜିତ, ତୃତୀୟ ହେଉଛି ବାକ୍ୟ ଶ୍ରବଣ, ଚତୁର୍ଥ ହେଉଛି ପ୍ରାର୍ଥନା, ପଞ୍ଚମ ହେଉଛି ଆଜ୍ଞା ପାଳନ, ଷଷ୍ଠ ହେଉଛି ହସ୍ତାର୍ପଣ, ସପ୍ତମ ହେଉଛି ବିଶ୍ୱାସ। ତେବେ ଏଥି ପୂର୍ବରୁ ଆମେ 2 ବିଷୟ ଚିନ୍ତା କରିଛୁ। ବର୍ତ୍ତମାନ ସମୟରେ ଆମେ ଆଉ 2 ବିଷୟ ଚିନ୍ତା କରିବା। ମୋର ପ୍ରିୟମାନେ, ପ୍ରଥମ ବିଷୟ ହେଉଛି ବାକ୍ୟ ଶୁଣୁଥିବା ସମୟରେ ପବିତ୍ର ଆତ୍ମା ଅବତରଣ କରନ୍ତି। ପ୍ରେରିତ 10 ପର୍ବର 44 ପଦରେ ସେହି କଥା ଲେଖା ଅଛି। ପିତର ଏହି ସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ। ଦିନେ କର୍ଣ୍ଣିଲିୟ, ଯେ କି ଶତ ସେନାପତି, ଅନେକ ଲୋକମାନଙ୍କୁ ସେ ନିଜ ଘରକୁ ନିମନ୍ତ୍ରଣ କଲେ। ଆଉ ଘରେ ଲୋକମାନେ ଏକତ୍ର ହେଲେ। ଆଉ ସେହି ସମୟରେ କର୍ଣ୍ଣିଲିୟ ପିତରଙ୍କୁ ଆହ୍ୱାନ କଲେ ଘରକୁ। ଆଉ ପିତର ଆସିଲେ। କର୍ଣ୍ଣିଲିୟଙ୍କର ଗୃହରେ ଯେଉଁମାନେ ଏକତ୍ର ଥିଲେ ସେହି ସ୍ଥାନରେ ସେ ପ୍ରଚାର କଲେ ଯୀଶୁଙ୍କର ବିଶ୍ୱାସ ବିଷୟରେ, ସୁସ୍ଥତା ବିଷୟରେ, ବିଶେଷ କରି ମୃତ୍ୟୁ ଓ ପୁନରୁତ୍ଥାନର କଥାକୁ ସେ ପ୍ରଚାର କରୁଥିଲେ। ଆଉ ଯେତେବେଳେ ପ୍ରଚାର କରୁଥିଲେ, ଏଠାରେ ଆମେ ଦେଖୁଛୁ ଲେଖା ଅଛି, ଯେତେ ଲୋକ ବାକ୍ୟ ଶୁଣୁଥିଲେ ସମସ୍ତଙ୍କ ଉପରେ ନୁହଁ। ତାର ଅର୍ଥ ସେ ନିମନ୍ତ୍ରଣ କରିବା ଅନୁସାରେ ତାଙ୍କ ଘରକୁ ଅନେକ ଲୋକମାନେ ଆସିଥିଲେ। କିନ୍ତୁ ଯେତେ ଲୋକମାନେ ତାଙ୍କ ଘରକୁ ଆସିଥିଲେ ସମସ୍ତଙ୍କ ଉପରେ ଈଶ୍ୱରଙ୍କର ଆତ୍ମା ଅବତରଣ କରିବାର କଥା ଆମେ ଦେଖୁନାହୁଁ। କିନ୍ତୁ ଯେଉଁମାନେ ବାକ୍ୟ ଶୁଣୁଥିଲେ ସେମାନଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ। ତେବେ ମୋର ପ୍ରିୟମାନେ, ଆଜି ଆମେ ବାକ୍ୟ ଶୁଣୁଛୁ, କିନ୍ତୁ ଈଶ୍ୱରଙ୍କର ଆତ୍ମା ଆମ ଉପରେ ଅବତରଣ କରିଛନ୍ତି କି? ପବିତ୍ର ଆତ୍ମାଙ୍କର ବିଷୟରେ ଆମେ ଅନୁଭବ କରିପାରୁଛୁ କି? ଜୀବନରେ ଅନେକ ଥର ଆମେ ବାକ୍ୟ ଶୁଣିଛୁ, ମଣ୍ଡଳୀକୁ ଯାଇ ବାକ୍ୟ ଶୁଣିଛୁ, ସଭା ସମିତିକୁ ଯାଇ ଆମେ ବାକ୍ୟ ଶୁଣିଛୁ, ପ୍ରଭୁଙ୍କର ଲୋକମାନେ ଆମ ଘରକୁ ଆସି ବାକ୍ୟ କହିଛନ୍ତି ଆମେ ଶୁଣିଛୁ। କିନ୍ତୁ ପବିତ୍ର ଆତ୍ମା ଆମ ଜୀବନକୁ ଆସିବା ଏହା ଅନୁଭବ କରିଛୁ କି? ଯଦି ଏ ପର୍ଯ୍ୟନ୍ତ ବାକ୍ୟ ଶୁଣି ମଧ୍ୟ ପବିତ୍ର ଆତ୍ମାକୁ ଆମେ ଗ୍ରହଣ କରିନାହୁଁ, ତାର ଅର୍ଥ ଆମେ ଠିକ ଭାବରେ ଶୁଣିନାହୁଁ। ଏଣୁ ଯୀଶୁ କହିଲେ, ତୁମେ କିପରି ଶୁଣୁଛ ସେ ବିଷୟରେ ସାବଧାନ। ଆମେ ମନ ଦେଇ ଶୁଣୁଛୁ କି? ବାକ୍ୟରେ ଆମେ ମନୋଯୋଗ କରୁଛୁ କି? ଅନେକ କହନ୍ତି ବଡି ପ୍ରେଜେଣ୍ଟ ମାଇଣ୍ଡ ଆବସେଣ୍ଟ ବୋଲି କୁହନ୍ତି। ମାନେ ତାର ଅର୍ଥ ମଣ୍ଡଳୀ ମାନଙ୍କରେ ବାକ୍ୟ ଶୁଣିବା ସମୟରେ ଆମର ଶରୀର ଥାଏ, କିନ୍ତୁ ମନ ବଜାରକୁ ଯାଇଥାଏ, ମନ ବାହାରକୁ ଯାଇ ସେ ବୁଲିଥାଏ। ସତରେ ଆମର ସମସ୍ତ ମନ ବାକ୍ୟରେ ଆମେ ଯୋଗ କରୁଛୁ କି? ଚର୍ଚ୍ଚରେ ବସିଥିବୁ, ମନ ଯାଇଥିବ ବାହାରକୁ, ମନ ଥିବ କିଚେନ ରୁମ୍ରେ। କେମିତି ଈଶ୍ୱରଙ୍କର ଆତ୍ମା ଆମ ଉପରେ ଅବତରଣ କରିବେ? ଆମେ କିପରି ଭାବରେ ଶୁଣିବା ଦରକାର? ମୋର ପ୍ରିୟମାନେ, ଆମେ ଯେତେବେଳେ କୌଣସି ଟ୍ରେନରେ ଯିବା ପାଇଁ ଟିକଟ କରିଥାଉ, ଆମେ ରେଲୱେ ଷ୍ଟେସନକୁ ଯାଉ, ଆଉ ଟ୍ରେନର ଅପେକ୍ଷାରେ ଆମେ ଥାଉ। ହଜାର ହଜାର ଲୋକମାନଙ୍କ ମଧ୍ୟରେ ଥାଇ, ଶହ ଶହ ଲୋକମାନଙ୍କ ମଧ୍ୟରେ ଥାଇ, ଗହଳି ଭିତରେ ମଧ୍ୟ ଥାଇ, ଆମେ ସବୁବେଳେ ଟ୍ରେନ କେତେବେଳେ ଆସିବ, କେଉଁ ପ୍ଲାଟଫର୍ମରେ ଲାଗିବ,
एनाउंस को आम अपेक्षा करिथा जेतेबेले एनाउंसमेंट हुए सेतेबेले बहुत जाग्रत रे आम शुणी था मनोयोगर सहित शुणी था ध्यान दे था को स्टेशन रे केते नंबर प्लाटफॉर्म रे लागिबो केते बेले आसीबो जदि आमे भलरे शुणिबा नाही स्पष्ट भावरे शुणिबा नाही बुझी पारिबा नाही आमे ट्रेन हरई देबार संभावना थाए। ठीक सेही परी प्रभुंकर लोक माने जेतेबेले वाक्य कहउछंती आमे मनोयोग करिबा को हबो। युतुक शुणुतिला तापरी आमे न शुणु। प्रिय माने वस्त्र विक्रयकारिणी लुदिया से वाक्य शुणुथिला शुणिले कौन हम जो वाक्य शुणुची तार हृदय भीतर को जाऊ नथिला तार हृदय रूप कबाट बंद थिला शुणुथिला। मोर प्रिय माने एणु प्रभु कौन कले तार हृदय को फिटाई देले आतेबले प्रभु तार हृदय को फिटई देले सेतेबले से वाक्य रे मनोयोग कला। मोर प्रिय माने आतेबले से वाक्य रे मनोयोग कला से रक्षा पाइला ता घर को गला ता परिवार लोक को से रक्षा करी पारिला शुणुथिला किंतु वाक्य भीतर को जाऊ नथिला हृदय भीतर को जाऊ नथिला। कर्णरे श्रवण कले कौन हेबो ना से वाक्य आमर हृदय भीतर को जावाक हम। मोर प्रिय माने आमे शुणुचु असार कथा शुणी मंद कथा शुणी शुणी जगतर कथा शुणी शुणी आमर कर्ण असुन्नत हो जाइछि। प्रिय माने वाक्य शुणुचु किंतु हृदय भीतर को जाउछि कि हृदय भीतर को न जिबारु आमर हृदय आज कठिन हो जाइछि। मोर प्रिय माने गोटे गाँव रे जड़े माँ थिले आउ जितेबले से गाँव रे वर्षा आसुछि वर्षा आसवा पूर्वर मेघ अंधार कला घड़घड़ी मारिला आ सेतेबले से माँ भाविले जे पानी दरकार वर्षा जदि हेबो से वर्षार पानी मु घर को आनिबी आ घरे व्यवहार करिबी बासन कुसन माजिया ताहा साहाय्य हम से भाभी कौन कले वर्षा आसवा पूर्वर मेघ जो अंधार ला घड़घड़ी मारिला सेतबले से दौड़ी गले बाल्टी को बाहर रखिले तापरे भीषण वर्षा हला एमिति वर्षा हला से वर्षा रे नदी नाल रे पानी भर्ती हला बाहरे पानी सब देखा गला कूअरे पानी भर्ती हला एपरी वर्षा हला जेतेबेले वर्षा बंद हला सेतेबेले से माँ गले से बाल्टीर पानी आनिबा पई प्रिय माने जेतेबेले से बाल्टीर पानी आनिबा पई गले बाल्टी रे देखुचंती गोटिए टोपाटिए पानी मध्य नाही। मोर प्रिय माने कारण से बाल्टी बाहर नहीं रखी थिले किंतु बाल्टी को ओल्टेई की रखी थिले जारी फल रे जेते वर्षा हेले भी पानी बाल्टी भीतर को जाई पारला नाही। आज जदि आमने ओल्टी बा बाल्टी परी हेबा आ वाक्य शुणुथिबा मोर प्रिय माने केबेले आमर हृदय बदलिब नाही पवित्र आत्मा आम जीवन रे आसी पारिबे नाही। तेबे आसंतु आमे वाक्य शुणिबु कारण वाक्य शुणुथिबा समय रे पवित्र आत्मा अवतरण करती एउछि प्रथम विषय। द्वितीय विषय चिंता करिबा प्रार्थना करुथिबा समय रे पवित्र आत्मा अवतरण करती। मोर प्रिय माने लुकलिखित सुसमाचार 3 अध्याय 21 पुनी 22 पद जदि देखिबा लेखा होछि समस्त लोक बाप्तिजित होला उतारे जीशु मध्य बाप्तिजित होई प्रार्थना करुथबा समय रे आकाश उन्मुक्त होला पुणी पवित्र आत्मा दैहिक भावे कोपत परि ताहांक उपर को ओल्लाई आसिले। तेबे ए स्थान रे आमाने देखुछु
ସମସ୍ତେ ବାପ୍ତିଜିତ ହେଲେ ଆଉ ଯୀଶୁ ମଧ୍ୟ ବାପ୍ତିଜିତ ହେଲେ, କିନ୍ତୁ ସମସ୍ତେ ପ୍ରାର୍ଥନା କରିବାର କଥା ଲେଖା ହିଁ ନାହିଁ। ଯୀଶୁ ପ୍ରାର୍ଥନା କରିବାର କଥା ଲେଖା ଅଛି। ପ୍ରିୟମାନେ, ଆଜି ଅନେକ ଲୋକମାନେ ବାପ୍ତିଜିତ ହୁଅନ୍ତି, ଡୁବନ ନିଅନ୍ତି, କିନ୍ତୁ ସେମାନେ ପ୍ରାର୍ଥନାଶୀଳ ଜୀବନ କାଟନ୍ତି ନାହିଁ, ପ୍ରାର୍ଥନା ପ୍ରିୟ ଜୀବନ କାଟନ୍ତି ନାହିଁ, ପ୍ରାର୍ଥନାରେ ସେମାନେ ବଢ଼ନ୍ତି ନାହିଁ, କିନ୍ତୁ ବାପ୍ତିଜିତ ହୁଅନ୍ତି। କିନ୍ତୁ ଯୀଶୁ ସେ ହେଉଛନ୍ତି ଆମମାନଙ୍କର ଆଦର୍ଶ। ବାପ୍ତିଜିତ ହେଲା ପରେ ସେ ପ୍ରାର୍ଥନା କରୁଛନ୍ତି, ଆଉ ଯେତେବେଳେ ପ୍ରାର୍ଥନା କରୁଛନ୍ତି ଆକାଶ ଉନ୍ମୁକ୍ତ ହେଲା, ପୁଣି ପବିତ୍ର ଆତ୍ମା ଦୈହିକ ଭାବେ କୋପତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ। ଆମେ ଯଦି ପ୍ରାର୍ଥନା କରୁଥିବା, କରିବା ନୁହଁ, କରୁଥିବା, କଣ୍ଟିନ୍ୟୁ ପ୍ରାର୍ଥନା କରିବା, ମୋର ପ୍ରିୟମାନେ, କ୍ଳାନ୍ତ ନ ହୋଇ ନିରନ୍ତର ପ୍ରାର୍ଥନା କରିବା କର୍ତ୍ତବ୍ୟ ବୋଲି ଲେଖା ଅଛି। ଏହା ହେଉଛି ଜଣେ ବିଶ୍ୱାସୀର କର୍ତ୍ତବ୍ୟ, ଆପଣଙ୍କର କର୍ତ୍ତବ୍ୟ, ମୋର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ କର୍ମରେ ଆମେ ହେଳା କରୁଛୁ। ଉତ୍ତର ମିଳୁ ନ ମିଳୁ, ସମସ୍ୟାର ସମାଧାନ ହେଉ କି ନ ହେଉ, ଅଭାବ ଥାଉ କି ସୁବିଧା ଥାଉ, ସଫଳତା ହେଉ କି ବିଫଳତା ହେଉ, ପ୍ରାର୍ଥନା କରିବା ହେଉଛି କର୍ତ୍ତବ୍ୟ। ଯଦି ଆମେ ପ୍ରାର୍ଥନା ବନ୍ଦ କରିଦେବୁ, ପ୍ରାର୍ଥନା ଛାଡ଼ିଦେବୁ, ତାହେଲେ ଶତ୍ରୁ ଶୈତାନକୁ ସୁଯୋଗ ମିଳିବ ଆମ ଭିତରେ ପ୍ରବେଶ କରିବା ପାଇଁ। ପବିତ୍ର ଆତ୍ମା ପରିବର୍ତ୍ତେ ମନ୍ଦ ଆତ୍ମାକୁ ସୁଯୋଗ ମିଳିବ। ଏଣୁ ମୋର ପ୍ରିୟମାନେ, ଆମେ ଯେପରି କର୍ଣ୍ଣିଲିୟ ସର୍ବଦା ପ୍ରାର୍ଥନା କରୁଥିଲେ, ସେହିପରି ଭାବରେ ଆମେ ପ୍ରାର୍ଥନା କରିବା ନିତାନ୍ତ ଦରକାର। କାରଣ ପ୍ରାର୍ଥନା କରୁଥିଲେ ପବିତ୍ର ଆତ୍ମା ଉପରକୁ ଆସନ୍ତି, ହୃଦୟ ଭିତରକୁ ଆସନ୍ତି। ତେବେ ମୋର ପ୍ରିୟମାନେ, ଆଜି ଆସୁ ଆମେ ପ୍ରାର୍ଥନା କରୁଥିବା। ପ୍ରେରିତ 1 ପର୍ବର 14 ପଦରେ ଲେଖା ଅଛି, ଏମାନେ ସମସ୍ତେ ସ୍ତ୍ରୀ ଲୋକମାନଙ୍କର ସହିତ ଏବଂ ଯୀଶୁଙ୍କ ମାତା ମରିୟମ ଓ ତାଙ୍କ ଭାଇମାନଙ୍କ ସହିତ ଏକ ଚିତ୍ତରେ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ। ଏଠାରେ ଆମେ ଦେଖୁଛୁ, ଏମାନେ ସମସ୍ତେ ସ୍ତ୍ରୀ ଲୋକମାନଙ୍କର ସହିତ ଏବଂ ଯୀଶୁଙ୍କ ମାତା ମରିୟମ ଓ ତାଙ୍କ ଭାଇମାନଙ୍କର ସହିତ ଏକ ଚିତ୍ତରେ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ। ତା ହେଉଛି 1 ପର୍ବର 14 ପଦର କଥା। 2 ପର୍ବର 1 ପଦରେ ଯଦି ଦେଖିବା, ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ, ଆଉ କ'ଣ କରୁଥିଲେ? ପ୍ରାର୍ଥନା କରୁଥିଲେ। ଆଉ ଯେତେବେଳେ ସେମାନେ ପ୍ରାର୍ଥନା କରୁଛନ୍ତି, ସେହି ସମୟରେ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଅବତରଣ କଲେ। ଆଉ ଯେଉଁମାନେ ପ୍ରାର୍ଥନାରେ ସମୟ ବିତାଉଥିଲେ, ପ୍ରାର୍ଥନାରେ ଥିଲେ, ସେମାନଙ୍କ ଉପରେ ଆତ୍ମା ଅବତରଣ କଲେ। ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ବିଭିନ୍ନ ଭାଷାରେ ସେମାନେ କଥା କହିଲେ। ତେବେ ମୋର ପ୍ରିୟମାନେ, ସେମାନେ ପ୍ରାର୍ଥନା ଛାଡ଼ି ନାହାନ୍ତି, ପ୍ରାର୍ଥନା କରୁଥିଲେ। ଯୀଶୁ ଯେଉଁ ପ୍ରତିଜ୍ଞା କରି ଯାଇଥିଲେ, ସେହି ପ୍ରତିଜ୍ଞାକୁ ସେମାନେ ପାଇବା ନିମନ୍ତେ, ସେହି ପ୍ରତିଜ୍ଞାତ ଆତ୍ମାକୁ ଗ୍ରହଣ କରିବା ପାଇଁ ସେମାନେ ଅପେକ୍ଷାରେ ଥିଲେ, ପୁଣି ପ୍ରାର୍ଥନାର ସହିତ ଅପେକ୍ଷାରେ ଥିଲେ। କଣ୍ଟିନ୍ୟୁ ପ୍ରାର୍ଥନା ଚାଲିଥିଲା, ଯାରି ଫଳରେ ସେମାନଙ୍କ ଉପରକୁ ପବିତ୍ର ଆତ୍ମା ଅବତରଣ କଲେ। ତେବେ ମୋର ପ୍ରିୟମାନେ, ଆଜି ଆସୁ ଆମେ ପ୍ରାର୍ଥନା କରୁଥିବୁ, ତାହେଲେ ପବିତ୍ର ଆତ୍ମାକୁ ଆମେ ପାଇପାରିବୁ, ଗ୍ରହଣ କରିପାରିବୁ। ତେବେ ଯେତେବେଳେ ପବିତ୍ର ଆତ୍ମାକୁ ଆମେ ପାଇବୁ, ସିଏ ଆମମାନଙ୍କର ସଙ୍ଗରେ ରହିବେ, ସିଏ ଆମମାନଙ୍କର ଅନ୍ତରରେ ରହିବେ। କେତେ ଦିନ ପାଇଁ ରହିବେ? ଚିରକାଳ ପର୍ଯ୍ୟନ୍ତ ରହିବେ। କେତେ ଦିନ ପର୍ଯ୍ୟନ୍ତ ରହିବେ? ଯୀଶୁଙ୍କର ଆଗମନ ପର୍ଯ୍ୟନ୍ତ ରହିବେ। ମୋର ପ୍ରିୟମାନେ, ଆଉ ସେ ରହି ଜଣେ ବ୍ୟକ୍ତିଙ୍କର ଜୀବନରେ କ'ଣ ସବୁ କାର୍ଯ୍ୟ କରନ୍ତି? ମୋର ପ୍ରିୟମାନେ, 2 ବିଷୟ ଚିନ୍ତା କରିବା। ପ୍ରଥମ ବିଷୟ ହେଉଛି ଜୋହନ 16 ପର୍ବର 13 ପଦ ଅନୁସାରେ ସେ ଆଗାମୀ ବିଷୟ ଜଣାଇବେ ବୋଲି ଲେଖା ଅଛି। ପ୍ରିୟମାନେ, ସେ ବର୍ତ୍ତମାନ ଭୂତ ଭବିଷ୍ୟତ କଥା ଜାଣନ୍ତି। ଆଗକୁ କ'ଣ ଅଛି, କାଲିକି କ'ଣ ହବ,
ଆସନ୍ତା ମାସରେ କ'ଣ ହେବ, ଆସନ୍ତା ବର୍ଷରେ କ'ଣ ହେବ, ଭବିଷ୍ୟତ କଥାକୁ ଜଣେଇବେ, ଆଗାମୀ ବିଷୟକୁ। ଯଦି କିଛି ଘଟଣା ଘଟିବାକୁ ଅଛି, ଯଦି ଆମ ଜୀବନ ପାଇଁ କ'ଣ ମଙ୍ଗଳ ଅଛି କି ଅମଙ୍ଗଳ ଅଛି, ଆଗାମୀ ବିଷୟ ସେ ଜଣାଇବେ। ଆମର ସତର୍କ ନିମନ୍ତେ, ଆମର ପ୍ରସ୍ତୁତି ନିମନ୍ତେ ସେ ଜଣାଇବେ। ଆମେ ମୁହୂର୍ତ୍ତ କଥା ଜାଣିଥାଉ କିନ୍ତୁ ଭବିଷ୍ୟତ କଥା ମାନେ ଜାଣିନଥାଉ। ଯଦି ଆଗାମୀ ବିଷୟ ମାନେ ଜାଣିବା ପାଇଁ ଚାହୁଁଛୁ, ତାହେଲେ ଈଶ୍ୱରଙ୍କର ଆତ୍ମା ଆମମାନଙ୍କର ହୃଦୟରେ ରହିବାକୁ ହବ। ହେଉଛି ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, ମୋର ପ୍ରିୟମାନେ, ସେ ଆସି ଶକ୍ତିଯୁକ୍ତ କରିବେ, ଦୁର୍ବଳକୁ ବଳବାନ କରିବେ, ଶକ୍ତିଯୁକ୍ତ କରିବେ। ତାକୁ ପାଇବା ଦ୍ୱାରା ଜଣେ ବ୍ୟକ୍ତି ଶକ୍ତିଯୁକ୍ତ ହେବ, କାରଣ ସେ ଶକ୍ତି ପ୍ରଦାନ କରନ୍ତି। ପିତର 3 ଥର ଯୀଶୁଙ୍କୁ ଅସ୍ୱୀକାର କରିଦେଲେ। ମୃତ୍ୟୁର ଭୟରେ ପ୍ରିୟମାନେ, କିନ୍ତୁ ଯେତେବେଳେ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କର ନିମନ୍ତେ ମୃତ୍ୟୁ ଭୋଗ କରିବା ପାଇଁ ସେ ପଛେଇ ନଥିଲେ। ଯୀଶୁଙ୍କର ନିମନ୍ତେ ସେ ନିଜ ଜୀବନକୁ ଦେଲେ। ସେ ଯୀଶୁଙ୍କ ପାଇଁ, ପ୍ରଭୁଙ୍କ ପାଇଁ ସେ ମୃତ୍ୟୁବରଣ କଲେ। ତେବେ ମୋର ପ୍ରିୟମାନେ, ପିତର ଯେତେବେଳେ ଦିନେ ପ୍ରଚାର କରୁଛନ୍ତି, ତାଙ୍କର ପ୍ରଚାରରେ 3,000 ଲୋକ, 3,000 ଲୋକ ବିଶ୍ୱାସ କଲେ। 3,000 ଲୋକଙ୍କର ଜୀବନ ବଦଳିଗଲା। ମଣ୍ଡଳୀ ସହିତ ସେମାନେ ସଂଯୁକ୍ତ ହେଲେ। ଥରକର ପ୍ରଚାରରେ 3,000 ଲୋକ ଯେତେବେଳେ ପ୍ରଭୁଙ୍କର ନିକଟକୁ ଆସିଲେ, ସମ୍ଭବ ହେଲା କେମିତି? କେବଳ ପବିତ୍ର ଆତ୍ମାଙ୍କର ଶକ୍ତିରେ ଶକ୍ତିଯୁକ୍ତ ଥିଲେ। ତାଙ୍କର ମୁଖର ପ୍ରତ୍ୟେକ ବାକ୍ୟ ଶକ୍ତିଯୁକ୍ତ ଥିଲା, ଆକର୍ଷଣୀୟ ଥିଲା। ଯେଉଁ ସମୟରେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ନଥିଲେ, ତା ପୂର୍ବରୁ ତାଙ୍କର ମୁଖର ବାକ୍ୟ ଯେମିତି ଥିଲା, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ତାଙ୍କର ମୁଖର ବାକ୍ୟ ଗୋଟିଏ ଭିନ୍ନ ଧରଣର ହେଲା। ଆଉ ଯେତେବେଳେ ମୁଖରୁ ବାକ୍ୟ ନିର୍ଗତ ହେଉଥିଲା, ଲୋକମାନେ ଶୁଣୁଥିଲେ, ଆଉ ଲୋକମାନଙ୍କର ହୃଦୟ ବିଦୀର୍ଣ୍ଣ ହେଇଯାଉଥିଲା। ଆଜି ଆମମାନେ ବାକ୍ୟ ଶୁଣିଲେ ଲୋକମାନଙ୍କର ହୃଦୟ ବିଦୀର୍ଣ୍ଣ ହେଇପାରୁନାହିଁ। କାରଣ କ'ଣ? ହଁ, ଲୋକମାନେ ଆଉ ଖୁସି ହୁଅନ୍ତି, ଭଲ ବାକ୍ୟ ବୋଲି କୁହନ୍ତି, କିନ୍ତୁ ହୃଦୟ ବିଦୀର୍ଣ୍ଣ ହୁଏ ନାହିଁ। ମୋର ପ୍ରିୟମାନେ, ସେଇଦିନ ଅନେକ ଲୋକମାନେ ପ୍ରଭୁଙ୍କର ନିକଟକୁ ଆସିଲେ, କେବଳ ପବିତ୍ର ଆତ୍ମାଙ୍କର ଶକ୍ତିରେ ଶକ୍ତିଯୁକ୍ତ ହୋଇ ପ୍ରଚାର କରିବା ଦ୍ୱାରା। ତେବେ ମୋର ପ୍ରିୟମାନେ, ଆଜି ଆସୁ ଆମମାନଙ୍କର ଜୀବନରେ ଆମେ ପ୍ରାର୍ଥନା କରୁଥିବୁ, ଆମମାନଙ୍କର ଜୀବନରେ ବାକ୍ୟ ଶୁଣୁଥିବୁ, ତାହେଲେ ପବିତ୍ର ଆତ୍ମା ଆମେ ପାଇବୁ, ପୁଣି ଶକ୍ତିଯୁକ୍ତ ହବୁ, ପୁଣି ପ୍ରଭୁଙ୍କର ସେବାରେ ଆଗକୁ ବଢ଼ିବୁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।